ଦୂରଗତ ଅତିଥିମାନେ ପାଞ୍ଚଳ ଦେଶର ସାଜସଜ୍ଜା ଦେଖି ଭାବୁଥାନ୍ତି ସେମାନେ ବୋଧହୁଏ ସ୍ୱର୍ଗ ଦେଶର କେଉଁ ରାଜ୍ୟରେ ପହଞ୍ଚି ଯାଇଛନ୍ତି। ସ୍ୱର୍ଗଚ୍ୟୁତ କେଉଁ ଶାପଗ୍ରସ୍ତ ଅପ୍ସରୀର ଏ ବିବାହ ସ୍ୱୟଂବର ବ୍ୟତୀତ ଅନ୍ୟ କିଛି ହୋଇନପାରେ। ବିଭିନ୍ନ ଦେଶର ରାଜା, ରାଜପୁତ୍ର, ଯୋଦ୍ଧା, ବୀର ଏବଂ ପଣ୍ଡିତ ବ୍ୟକ୍ତିମାନେ ପାଞ୍ଚଳ ଦେଶର ନିମନ୍ତ୍ରଣ ରକ୍ଷା କରି ଆସି ପହଞ୍ଚିଲେଣି। ପାଞ୍ଚଳ ଦେଶର ରାଜଧାନୀ ଆନନ୍ଦ ମୁଖର ହୋଇ ଉଠିଛି ଅତିଥିମାନଙ୍କ ଯଥୋଚିତ ମନୋରଞ୍ଜନ କରିବା ପାଇଁ। ମୁଁ ବରପୂର୍ବା, ମୁଁ ଜାଣେ ମୋର ସ୍ୱାମୀ କିଏ ହେବେ, କିଏ ସ୍ୱୟଂବରର ଅଦ୍ଭୁତପୂର୍ବ ସର୍ତ୍ତ ରକ୍ଷା କରିପାରିବେ। ମୋ ମନରେ କିଛି ଉଦ୍ବେଗ ନାହିଁ, କିନ୍ତୁ ଉଦ୍ବେଳନ ନାହିଁ। ତା ହୋଇଥାନ୍ତା ଯଦି ମୋର ସ୍ୱାମୀ ମୋର କଳ୍ପନାର ରାଜକୁମାର ହୋଇଥାନ୍ତେ। ଅର୍ଜୁନକୁ ମୁଁ ଦେଖି ନାହିଁ, ଶୁଣିଛି ତାଙ୍କର ରୂପ ବର୍ଣ୍ଣନା, ତାଙ୍କର ବୀରତ୍ୱ, ତାଙ୍କର ଶୌର୍ଯ୍ୟ ଓ ବ୍ୟକ୍ତିତ୍ୱର ଗାରିମା। ତେଣୁ ସ୍ଥିର ସରସୀ ଭଳି ମୋର ମନ ପ୍ରଶାନ୍ତ, ପ୍ରଫୁଲ୍ଲ, ପରିପୂର୍ଣ୍ଣ। ସେଦିନ ସଖୀ ନିତମ୍ବିନୀ ସହ ଉଦ୍ୟାନରେ ବୁଲୁଥାଏ। ନିତମ୍ବିନୀ ଅର୍ଜୁନଙ୍କର ଗୁଣଗାନ କରି କରି ମୋତେ ପରିହାସରେ ବ୍ୟତିବ୍ୟସ୍ତ କରିବାରେ ଅଭ୍ୟସ୍ତ ହୋଇଗଲାଣି। ଆଜି କିନ୍ତୁ ସେ କହିଲା, ସଖୀ, କୃଷ୍ଣକୁ ମୁଁ ବିଶ୍ୱାସ କରିବ ନାହିଁ। ସେ ଭାରି ମାୟାବୀ। ତୁମ ଭଳି ନାରୀ ରତ୍ନକୁ ହାତରେ ପାଇ ସେ ଯେତେ ଏଡ଼େ ନିଷ୍କପଟ ହୃଦୟରେ ସଖା ଅର୍ଜୁନଙ୍କୁ ଟେକିଦେବେ, ଏ ବିଶ୍ୱାସ ମୋର ହେଉନି। ଏତିକି ମନେ ରଖ, ଅର୍ଜୁନଙ୍କ ଠାରେ କୃଷ୍ଣଙ୍କର କଳା ଅଛି। ତୁମେ ଅର୍ଜୁନଙ୍କୁ ପ୍ରାପ୍ତ ହେଲେ ବି କୃଷ୍ଣଙ୍କର ତୁମ ଉପରେ ନ୍ୟାୟତ ଅଧିକାର ରହିବ। ସ୍ୱୟଂବର ସଭାର ଏ ଆୟୋଜନ ଦେଖି କେଜାଣି କାହିଁକି ମୋ ମନରେ ସଂଶୟ ଜାଗୁଛି। ମୁଁ ଚମକି ଉଠିଲି। ପ୍ରଶ୍ନ କଲି, ସଂଶୟ କାହିଁକି? ପିତା ଯେଉଁ ସର୍ତ୍ତ ରଖିଛନ୍ତି ଅର୍ଜୁନ ନିଶ୍ଚୟ ଜୟଯୁକ୍ତ ହେବେ। ଶ୍ରୀକୃଷ୍ଣ ନିଜେ ହିଁ ପିତାଙ୍କର ଏ ସର୍ତ୍ତରେ ଏକମତ। ନିତମ୍ବିନୀ ଅନୁଚ୍ଚ କଣ୍ଠରେ କହିଲା, ଶୁଣୁଛି ପାଣ୍ଡବ ପାଞ୍ଚ ଭାଇ ହସ୍ତିନାରେ ନାହାନ୍ତି। ତାଙ୍କ ସମ୍ବନ୍ଧରେ ନାନା ଅପକଥା ଶୁଣାଯାଉଛି। ଈଶ୍ୱର କରନ୍ତୁ ତାହା ସତ୍ୟ ନ ହେଉ। ଯଦି ତା ସତ୍ୟ ହୁଏ ତେବେ ଚିରକୁମାରୀ ରହିବା ପାଇଁ ତୁମର ଜନ୍ମ ବୋଲି ଧରି ନେବାକୁ ହେବ। ମୋର ବାମ ଚକ୍ଷୁ ଘନ ଘନ ସ୍ଫୁରିଲା, ହୃଦୟ ଥର ଥର ଥରିଲା। ମୁଁ କ୍ଷୀଣ କଣ୍ଠରେ କହିଲି, ପାଣ୍ଡବ ପାଞ୍ଚ ଭାଇ ବାରୁଣାବନ୍ତ ନଗରରେ ଉତ୍ସବ ପାଳନ କରୁଛନ୍ତି। ସ୍ୱୟଂବରରେ ଖବର ଶ୍ରୀକୃଷ୍ଣ ତାଙ୍କୁ ଦେବେ ଏବଂ ସେମାନେ ଆସିବେ, ଏଥିରେ ଆଉ ସଂଶୟ କାହିଁକି? ନିତମ୍ବିନୀ କିଛି କହିବ ବୋଲି ଭାବୁଥାଏ, ଅଥଚ କହିପାରୁନଥାଏ। ଥଙ୍ଗ ଥଙ୍ଗ ହୋଇ କହିଲା, ଜାଣେ ନା କଥାଟା ସତ କି ମିଛ। କେଉଁ କଥା? ମୁଁ ଉତ୍କଣ୍ଠାରେ ପଚାରିଲି। ଠିକ୍ ଏତିକି ବେଳେ ପ୍ରସାଦ ଭିତରୁ କ୍ରନ୍ଦନର ରୋଳ ଉଠିଲା। ଦାସୀ ପରିଚାରିକାମାନେ ବାହୁନି ବାହୁନି ଉଚ୍ଚସ୍ୱରରେ କାନ୍ଦୁଥିଲେ। ଆମେ ଦୁହେଁ ସ୍ତବ୍ଧ ଚକିତ ହୋଇ ଭାବିଲୁ, ଏ ଆନନ୍ଦ ଉତ୍ସବ ଭିତରେ ବୁକୁ ଫୁଟା କାରୁଣ୍ୟ କାହା ପାଇଁ? ମୋର ଭାଇ ଧୃଷ୍ଟଦ୍ୟୁମ୍ନ ଉଦ୍ୟାନରେ ମୋ ସମ୍ମୁଖରେ ଉପସ୍ଥିତ ହେଲେ। ତାଙ୍କର ମୁଖ ମଳିନ, ଚକ୍ଷୁ ଉଦାସ। ମୁଁ ଭାବିଲି ବୋଧହୁଏ ପିତାଙ୍କର ଶରୀର ହଠାତ୍ ଅସୁସ୍ଥ ହୋଇପଡ଼ିଛି। ବ୍ୟସ୍ତ ବିବ୍ରତ ହୋଇ ପଚାରିଲି, ଭାଇ, ଏ କ୍ରନ୍ଦନର ରୋଳ କାହିଁକି? ଶ୍ରୀକୃଷ୍ଣ ଆସି ପହଞ୍ଚିଛନ୍ତି, ଧୃଷ୍ଟଦ୍ୟୁମ୍ନ ନତମୁଖ ହୋଇ କହିଲେ। ମୁଁ ଚକିତ ହୋଇ କହିଲି, ଏଥିରେ ଆନନ୍ଦ ଉତ୍ସବ ନ କରି ଉଆସରେ ନାରୀମାନେ କାନ୍ଦୁଛନ୍ତି କାହିଁକି? ଧୃଷ୍ଟଦ୍ୟୁମ୍ନ ସ୍ଥିର ଅବିକଳ କଣ୍ଠରେ କହିଲେ, ଧର୍ମ ରକ୍ଷା ପାଇଁ ଯଜ୍ଞ କୁଣ୍ଡରୁ ଆମ ଦୁହିଁଙ୍କର ଜନ୍ମ। ତେଣୁ ଯଜ୍ଞ କୁଣ୍ଡର ଘୃତ ଭଳି ଜଳି ଜଳି ଆମ ଜଗତର ପାପ ତାପ ନାଶନ କରିବା ପାଇଁ ବ୍ରତୀ ହେବା। ଭଉଣୀ କୃଷ୍ଣା, ତୁ ଜାଣିଥିବୁ ପାଣ୍ଡବମାନେ ହସ୍ତିନାପୁରରୁ ବାରୁଣାବନ୍ତ ଯାଇଥିଲେ। ମୁଁ ନତମୁଖ ହୋଇ କହିଲି, ହଁ, ସେମାନେ ଶାନ୍ତିପୂର୍ଣ୍ଣ ସୌନ୍ଦର୍ଯ୍ୟମୟ ପ୍ରକୃତି କୋଳରେ ଉତ୍ସବ ମୁଖର ବାରୁଣାବତର ଅବସର ବିନୋଦନ ନିମନ୍ତେ ଅବସ୍ଥାନ କରୁଥିଲେ, କିନ୍ତୁ ସେଇ କଥା କାହିଁକି? ଧୃଷ୍ଟଦ୍ୟୁମ୍ନ ଲତାକୁଞ୍ଜ ତଳେ ମୋ ପାଖରେ ବସିଲେ। ଉଦାସ ସ୍ୱରରେ କହିଲେ, ପାଣ୍ଡବମାନେ ଦୁଷ୍ଟ ବୁଦ୍ଧି କ୍ରୂର କୌରବମାନଙ୍କର ହୀନ ଷଡ଼ଯନ୍ତ୍ରରେ ରାଜଧାନୀ ହସ୍ତିନାପୁରରୁ ବାରୁଣାବନ୍ତକୁ ବିତାଡ଼ିତ ହୋଇଥିଲେ କହିଲେ ଚଳେ। କୌରବ ଏବଂ ପାଣ୍ଡବମାନଙ୍କର ଶିକ୍ଷା ସମାପ୍ତି ପରେ ପ୍ରଜାମାନଙ୍କର ଯୁଧିଷ୍ଠିରଙ୍କ ପ୍ରତି ଶ୍ରଦ୍ଧା, ଆସ୍ଥା ଏବଂ ବିଶ୍ୱାସର କଥା ଜାଣି ଅନ୍ଧ ରାଜା ଧୃତରାଷ୍ଟ୍ର ବାଧ୍ୟ ହୋଇ ଯୁଧିଷ୍ଠିରଙ୍କୁ ଯୁବରାଜ ପଦରେ ପ୍ରେରଣ କଲେ। ତା ଛଡ଼ା ଯୁଧିଷ୍ଠିର ଯେତେବେଳେ ବଡ଼ ପୁଅ, ତେଣୁ ତାଙ୍କୁ ଯୁବରାଜ କରିବା ଛଡ଼ା ଅନ୍ୟ ଉପାୟ ନଥିଲା। ପାଣ୍ଡବମାନେ ବୀର, ବଳବାନ, ବିଚାରବନ୍ତ, ଧାର୍ମିକ ଏବଂ ଶାନ୍ତ ସ୍ୱଭାବର। ଗୁରୁ ଦ୍ରୋଣ ଏବଂ କୃପ ପିତାମହ, ଭୀଷ୍ମ, ମନ୍ତ୍ରୀ ବିଦୁରଙ୍କର ମଧ୍ୟ ଏଭଳି ନିଷ୍ପତ୍ତି ପଛରେ ଦୃଢ଼ ସମର୍ଥନ ଥିଲା। ଯୁଧିଷ୍ଠିର ଯୁବରାଜ ପଦରେ ଅଧିଷ୍ଠିତ ହେବା ପରେ ଦୁର୍ଯ୍ୟୋଧନ, ଦୁଃଶାସନ ଇତ୍ୟାଦି 100 ଭାଇ ଈର୍ଷାରେ ଜଳୁଥିଲେ। ମୁଁ ଉତ୍କଣ୍ଠାରେ ପ୍ରଶ୍ନ କଲି, ତାପରେ କ'ଣ ହେଲା? ଯାହା ହେବା ସ୍ୱାଭାବିକ, ଉତ୍ତର ଦେଲେ ଧୃଷ୍ଟଦ୍ୟୁମ୍ନ। ଅର୍ଥାତ୍? ଧୃଷ୍ଟଦ୍ୟୁମ୍ନ କହିଲେ, ବାରୁଣାବନ୍ତରେ ଉତ୍ସବର ସମସ୍ତ ବନ୍ଦୋବସ୍ତ କରି ପାଣ୍ଡବ ଭାଇମାନଙ୍କୁ ସେଠାକୁ ପଠାଇଦେଲେ। ଶାନ୍ତିକାମୀ ସରଳ ଯୁଧିଷ୍ଠିର ଏତେ କପଟ ଭିତରେ ପ୍ରବେଶ କରିପାରନ୍ତି ନାହିଁ। କୌରବ ଭାଇମାନଙ୍କ ମଧ୍ୟରୁ ବାରୁଣାବନ୍ତ ସହରର ପ୍ରଶଂସା ଶୁଣି ମନ ପରିବର୍ତ୍ତନ ପାଇଁ ଭାଇ ଏବଂ ମାତା କୁନ୍ତୀଙ୍କ ସହ ବାରୁଣାବନ୍ତ ସହରର ପ୍ରଶଂସା ଶୁଣି ମନ ପରିବର୍ତ୍ତନ ପାଇଁ
ବାରଣମନ୍ତ ଗମନ କଲେ। ସେମାନେ ରହିବା ପାଇଁ ନୂତନ ପ୍ରସାଦ ଆଗରୁ ସୁସଜ୍ଜିତ ହୋଇ ରହିଥାଏ। ନୂତନ ପ୍ରସାଦର ସାଜସଜ୍ଜା